ବୀର ବାଜି ରାଉତ ପୃଥିବୀର ସର୍ବକନିଷ୍ଠ ଶହୀଦ। ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ଭୁବନ ବ୍ଲକ ଅନ୍ତର୍ଗତ ନୀଳକଣ୍ଠପୁର ଗ୍ରାମରେ 1926 ମସିହା ଅକ୍ଟୋବର ମାସ 5 ତାରିଖରେ ପିତା ହରି ରାଉତ ଏବଂ ମାତା ରାଣିଆ ରାଉତଙ୍କ କୋଳମଣ୍ଡନ କରନ୍ତି ସେ। ବାଜିଙ୍କର 2 ଭାଇ ଏବଂ 3 ଭଉଣୀ ମଧ୍ୟ ଥିଲେ। ପିତା ହରି ଚାଷ କାମ କରି ନିଜ ପରିବାର ଭରଣ ପୋଷଣ କରନ୍ତି। ପିଲାଟି ଦିନରୁ ବାଜିଙ୍କ ହାବଭାବରେ ବୀରତ୍ୱ ଏବଂ ସାହସର ସଂକେତ ସ୍ପଷ୍ଟ ବାରି ହୋଇ ପଡ଼ୁଥିଲା। ବାଜିଙ୍କର ପାଠପଢ଼ା ବିଭିନ୍ନ ପ୍ରତିକୂଳ ପରିସ୍ଥିତି ଯୋଗୁଁ କେବଳ ଚାଟଶାଳୀ ପର୍ଯ୍ୟନ୍ତ ସୀମିତ ଥିଲା। ପିଲାମାନଙ୍କୁ ଛେଉଣ୍ଡ କରି ବାପା ହରିଆ ଅଳ୍ପ ବୟସରେ ମୃତ୍ୟୁବରଣ କରନ୍ତି। ବିଧବା ମା ରାଣିଆ ପିଲାମାନଙ୍କୁ ଧରି ଖୁବ୍ ଦୁଃଖ କଷ୍ଟରେ ଚଳନ୍ତି। ତେବେ ପିଲାଟି ଦିନରୁ ତାଙ୍କ ଭିତରେ ଦେଶପ୍ରେମର ବହ୍ନି ପ୍ରଜ୍ୱଳିତ ହେଉଥିଲା।